ପଦ୍ମମାଳୀ ମହିଳା ସଂଗଠନର ସମ୍ପାଦକୀୟ ପ୍ରଭାତୀ। କ'ଣ କହିବେ ଆଜି ଯେଉଁ ଶିବାଜୀ ଜୟନ୍ତୀ ପାଳନ କରାଯାଉଛି, କ'ଣ କହିବା ପାଇଁ ଚାହିଁବେ? ଆଜି ଗୋଟେ ବହୁତ ବଡ଼ ଖୁସିର ଦିନ। ଆଜି ଜଣେ ମହାପୁରୁଷଙ୍କର ଜନ୍ମ ଜୟନ୍ତୀ। ଏ ଜନ୍ମ ଜୟନ୍ତୀକୁ ଆମ ଶିବାଜୀ କ୍ଲବ ତରଫରୁ ଆୟୋଜନ କରାଯାଇଛି। ତାଙ୍କ ନାମକରଣ ଅନୁସାରେ ଏ କ୍ଲବର ନାମ କରାଯାଇଛି। ତେଣୁ ସମସ୍ତେ ଅପରାହ୍ନ ବୟସ ହେଲେ ବି ଆଜି ଯେଉଁ ସଂଗଠନର ସମସ୍ତଙ୍କୁ ଡାକିକି ଏକତ୍ରିତ ହେଇ ଏଠି ସମସ୍ତେ ଏକଜୁଟ ହେଇକି ଶିବାଜୀଙ୍କ ବିଷୟରେ ଆଲୋଚନା କରାଗଲା। ଶିବାଜୀ ଯେଉଁ ଦେଶଭକ୍ତ, ଦେଶବତ୍ସଳ, ପ୍ରଜାବତ୍ସଳ ଥିଲେ, ତାଙ୍କୁ ଆମେ ଶତକୋଟି ନମନ କଲୁ। ଆଉ ଯେଉଁ ଶିବାଜୀ କ୍ଲବର ଯେଉଁ ମେମ୍ବରମାନେ ଆସିଛନ୍ତି ସେମାନଙ୍କୁ ବି ମୁଁ ଧନ୍ୟବାଦ ଦେଉଛି। ଯାହା ହେଲେ ବି ସେ ଏ ଅନୁଷ୍ଠାନକୁ 1965 ପାଖରୁ କରି ଆସିଛନ୍ତି ଏବଂ ତାକୁ ନିଜେ ଏ କାମକୁ କରିପାରୁଛନ୍ତି। ତାଙ୍କୁ ମୋ ହୃଦୟରୁ ଅନେକ ଅନେକ ଧନ୍ୟବାଦ ଦେଉଛି। ମୁଁ ପଦ୍ମମାଳୀ ମହିଳା ସଂଗଠନର କାର୍ଯ୍ୟକାରୀ ସଭାପତି ଗୀତାଞ୍ଜଳି ଭୂୟାଁ। କ'ଣ କହିବେ ଆଜି ଶିବାଜୀ? ଆଜି ଯେଉଁ ଶିବାଜୀ କ୍ଲବ ପକ୍ଷରୁ ଯେଉଁ ଶିବାଜୀ ଜୟନ୍ତୀ ପାଳନ କରାଯାଉଛି, ସେଠି ଆମକୁ ପଦ୍ମମାଳୀ ମହିଳା ସଂଗଠନକୁ ଡାକିଥିବାରୁ ଆଗ ସେମାନଙ୍କୁ ଅଶେଷ ଅଶେଷ ମୋ ତରଫରୁ, ଆମ ପଦ୍ମମାଳୀ ତରଫରୁ ବହୁତ ବହୁତ ଧନ୍ୟବାଦ। ଏବଂ ଆଜି ଯେଉଁ ମହାନ ବ୍ୟକ୍ତିଙ୍କର ଜନ୍ମତିଥି ପାଳନ କରୁଛନ୍ତି, ସେଥିପାଇଁ ଯେତେ ବୟସ୍କ ବ୍ୟକ୍ତି ଅଛନ୍ତି ସମସ୍ତଙ୍କୁ ସମସ୍ତେ ପୂଜ୍ୟ। ଏବଂ ଶିବାଜୀ ଭଳି ଜଣେ ମହାନ ରାଜାଙ୍କର ଯେଉଁ ଜନ୍ମଦିନ ପାଳନ କରୁଛନ୍ତି, ସେଥିପାଇଁ ସମସ୍ତେ ନିଶ୍ଚିତ ଆଜି ବହୁତ ନିଜକୁ ଗର୍ବିତ ମନେ କରୁଥିବେ। ଆମେ ମଧ୍ୟ ଯେଉଁ ଆସିଛୁ, ଆମେ ମଧ୍ୟ ଆମେ ନିଜକୁ କିଛି ମାତ୍ରାରେ ଯଦି ଆମେ ସମୟ ଦେଇପାରୁଛୁ, ସେଥିପାଇଁ ଆମେ ବି ନିଜକୁ ନିଜେ ଆମେ ବହୁତ ଗର୍ବିତ ମନେ କରୁଛୁ। ସେଥିପାଇଁ ଆଜି ମହାନ ଦିନଟିକୁ ଆମେ ସମସ୍ତେ ସାରା ଦେଶରେ ମନେ ପକାଇବା ଉଚିତ ଏବଂ ପାଳନ କରିବା ଉଚିତ। ନମସ୍କାର, ମୁଁ ଶ୍ରୀମତୀ ଅଞ୍ଜନା ବେହେରା, ସମାଜସେବୀ। ତାପରେ ଏଇ ପଦ୍ମମାଳୀ ମହିଳା ସଂଘର ବି ମୁଁ ଗୋଟେ ଅଂଶ। ଆଜି ଯେଉଁ ଏଠି ଶିବାଜୀ ଜୟନ୍ତୀ ପାଳନ କରାଗଲା, ଏ ଅନୁଷ୍ଠାନଟି ହେଉଛି ତାଙ୍କରି ନାମରେ ନାମିତ। ସେଇଟା ସବୁଠୁ ବଡ଼ ଜିନିଷ ହେଲା ଯେ ଶିବାଜୀ କ୍ଲବରେ ଶିବାଜୀ ଜୟନ୍ତୀ ପାଳିତ ହେଉଛି। ଆଉ ଯେଉଁମାନେ ୟାର ସୃଷ୍ଟିକର୍ତ୍ତା, ସେମାନେ ପ୍ରାପ୍ତ ବୟସରେ ଉପନୀତ ହେବା ପରେ ବି ତାଙ୍କର ଧୈର୍ଯ୍ୟ ଆଉ ଶକ୍ତିକୁ ମୁଁ ପ୍ରଣାମ କରୁଛି। କାହିଁକି ନା ଆଜିକାଲି ଯୁବପିଢ଼ିରେ କୌଣସି ଏମିତି କାମକୁ ଆଗ୍ରହ ପ୍ରକାଶ କରନ୍ତିନି, କିନ୍ତୁ ମୋର ଯେଉଁ ପିତୃତୁଲ୍ୟ ସାର୍ମାନେ, ଟିଚର ବି କିଛି ଅଛନ୍ତି, ଲୟର ବି କିଛି ଅଛନ୍ତି, ସମସ୍ତେ ଏତେ ପରିମାଣରେ ଉତ୍ସାହିତ ହେଇକି এই ଦିନଟିକୁ ପାଳନ କରୁଛନ୍ତି, ଯାହାକି ସବୁ ସ୍କୁଲ କଲେଜ ବା ସବୁ ଅନୁଷ୍ଠାନରେ ଏଟା ପାଳନ ହେବା ଉଚିତ। କିନ୍ତୁ କୌଣସିଠି ପାଳନ ହେଉନଥିବାରୁ ଏଇଠି ଯେଉଁ ପାଳନ କରାଯାଉଛି, ମୁଁ ସେଇଥିପାଇଁ ନିଜକୁ ବି ବହୁତ ଭାଗ୍ୟବାନ ମନେ କଲି ଏଠି ଉପସ୍ଥିତ ହେଇକି। ଆଉ ସେମାନଙ୍କୁ ବି ମୋ ତରଫରୁ ବହୁତ ବହୁତ ଧନ୍ୟବାଦ। এই ଦିନଟିକୁ ସେମାନେ ମନେ ରଖିଛନ୍ତି, ଆଉ ସବୁଦିନ ୟାକୁ ଏମିତି ମନେ ରଖନ୍ତୁ। ଆଉ ଏଇ ଯେଉଁ ପଦ୍ମମାଳୀ ମହିଳା ସଂଗଠନ ବି ତାଙ୍କ ସହିତ ଆସିକି ସହଯୋଗ କରିକି ଏଇ ଶିବାଜୀ ଜୟନ୍ତୀ ପାଳନ କରୁଛି, ତାଙ୍କୁ ବି ମୋ ତରଫରୁ ବହୁତ ବହୁତ ଧନ୍ୟବାଦ। ଆଉ ସମସ୍ତଙ୍କୁ ପୁଣି ଥରେ ଧନ୍ୟବାଦ ଏବଂ ନମସ୍କାର କରିକି ରହୁଛି। ମୁଁ ଶ୍ରୀମତୀ ଅଞ୍ଜନା ବେହେରା। ମୁଁ ପଦ୍ମମାଳୀ ସଂଗଠନର ସଦସ୍ୟା ଅନିନ୍ଦିତା ସାହୁ। ଶିବାଜୀ ଜୟନ୍ତୀ ଆଜି ବହୁତ ଆଡ଼ମ୍ବର ସହକାରେ ପାଳନ ହୋଇଛି। ଅଳ୍ପ ମେମ୍ବର ଆସିଲେ ମଧ୍ୟ, କିନ୍ତୁ ଯେଉଁ ଭାବରେ ଯେଉଁ ପାଳନ କରାଗଲା, ମୁଁ ସେଥିରେ ବହୁତ ଖୁସି। ହୃଦୟର ସହିତ ମୁଁ ନିଜକୁ ମଧ୍ୟ ବହୁତ ଗର୍ବ ଅନୁଭବ କରୁଛି। ଆଉ ଏଠି ମୁଁ କହିବା ପାଇଁ ଏତିକି ଚାହୁଁଛି ଯେ ସମସ୍ତଙ୍କର ମନୋବଳ ଆହୁରି ଦୃଢ଼ କରିବା ଦରକାର। ଶିବାଜୀ ଯେଉଁ କାମ କରିଥିଲେ, ଯେଉଁ ଲୋକଙ୍କର ସେବା କରିଥିଲେ, ଆମେ ମଧ୍ୟ ସେଇଭଳି ସମସ୍ତେ ମିଳିମିଶିକି ଯଦି ଲୋକଙ୍କ ସେବା କରିବୁ, ସମସ୍ତଙ୍କ ପାଇଁ ବହୁତ ଭଲ ହେବ। ଶ୍ରୀ କୃଷ୍ଣଚନ୍ଦ୍ର ମହାନ୍ତ ଆଡ଼ଭୋକେଟ୍ ବେତନଟି ଏବଂ ଶିବାଜୀ କ୍ଲବ ବେତନଟିର
ସଭାପତି ହିସାବରେ କାର୍ଯ୍ୟ କରି ଆସୁଛୁ। ଆଜି ଯେଉଁ ପବିତ୍ର ଦିବସରେ ଶିବାଜୀଙ୍କର ଜନ୍ମ ଜୟନ୍ତୀ ଉତ୍ସବ ପାଇଁ ଆଜି ଆମେ ମହିଳା ସମିତି ତଥା ଆମର ସଂଘର ଅନ୍ୟାନ୍ୟ ସକ୍ରିୟ ଅଂଶୀଦାରମାନେ ସମସ୍ତେ ଉପସ୍ଥିତ ହୋଇ ପ୍ରତିବର୍ଷ ଯେପରି ନିରାଡ଼ମ୍ବର ଆମେ ଯେଉଁ ପାଳନ କରି ଆସୁଛୁ ଜନ୍ମ ଜୟନ୍ତୀ, ଚଳିତ ବର୍ଷ ମଧ୍ୟ ତାଙ୍କ ପାଇଁ ଆମେ କରିଛୁ। ଏହା ହିଁ ଥିଲା ଆଜିର କାର୍ଯ୍ୟକ୍ରମ। ମୋର ନାଁ ହେଉଛି ଉପେନ୍ଦ୍ର ମହାନ୍ତ, ରିଟାୟାର୍ଡ଼ ଶିକ୍ଷକ। ମୋର ରିଟାୟାରମେଣ୍ଟ 2005ରେ, ବର୍ତ୍ତମାନ ଏଇଟା 19 ବର୍ଷ ହେଲାଣି ମୋର ରିଟାୟାରମେଣ୍ଟ। ମୁଁ ଶିବାଜୀ କ୍ଲବର ଦୀର୍ଘ ବର୍ଷ ଧରିକିରି କୋଷାଧ୍ୟକ୍ଷ ରହି ୟାକୁ ସୁଚାରୁ ରୂପେ ସମ୍ଭାଳି ଏପର୍ଯ୍ୟନ୍ତ ରଖିଛି। ଯଦି ବି ଆମର ସାଙ୍ଗସାଥି ଆମ କ୍ଲବର ଯେଉଁ ସହଯୋଗୀମାନେ ଯେଉଁଗୁଡ଼ା ଥିଲେ ସେଗୁଡ଼ା ସବୁ ଏକରକମ ଧ୍ୟାନ ତ୍ୟାଗ କରିସାରିଲେଣି। ଆମେ ମାତ୍ର କିଛି ଜଣ ରହିଛି, ତାକୁ କେବଳ ପୁନର୍ଜୀବନ ଦେଇକରି ରଖିଛୁ। ଆଗକୁ କ'ଣ ହେବ, ଏବେ ୟାକୁ କେତେ ଦୂର ୟାକୁ ବଞ୍ଚେଇ ରଖି ହେବ, ସେଥିପାଇଁ ଆମେ ଆଜି ପଣ କରିଛୁ ଯେ ମଝିରେ ମଝିରେ ୟାର ପୁନରୁଦ୍ଧାର ପାଇଁ ଆମେ ଆମର ଆଲୋଚନା ରଖିବୁ ମଝିରେ ମଝିରେ। ଆଉ ୟା ଭିତରକୁ ଆମର ତ ବନ୍ଧୁ ପ୍ରାପ୍ତବୟସ୍କ ଯେହେତୁ ହେଲାଣି, ୟା ଭିତରକୁ ଆମର ୟଙ୍ଗ ପିଲାମାନଙ୍କୁ ଆଣିବା ପାଇଁ ଚେଷ୍ଟା କରିବୁ। ତ ସେଇଟା କେତେ ଫଳବତୀ ଆମେ ହେବୁ ତ ସେଇଟା ଭବିଷ୍ୟତ କହିବ। ଏତିକି କହି ମୋର ବକ୍ତବ୍ୟ ରଖୁଛି। आशा करुछि आपण ओडिशा लाइव टीवी को यूट्यूब रे सब्सक्राइब, फेसबुक रे फॉलो आउ प्ले स्टोर रे एप्लिकेशन डाउनलोड करिसंती। जदि करिनहांती आज ही करिनियंतो।